ଜଗନ୍ନାଥ ଆଜି କିଛିଟା ଆପଣଙ୍କ ହେଲ୍ଥ ରିଲେଟେଡ ଟିପ୍ସ ଆପଣଙ୍କୁ ଦବାକୁ ଚାହୁଁଛି। ଦେଖନ୍ତୁ, ମଣିଷ ମାତ୍ରକେ ରୋଗ ଅଛି, କିନ୍ତୁ ତାର ସେ ସମସ୍ୟାର ଯୋଉ ସମାଧାନଟା ସେଇଟା ବି ମଣିଷ ହାତରେ ହିଁ ଅଛି। ଆଜିକା ଡେଟ୍ରେ ଆପଣ ଦେଖିବେ ଯୋଉ ଲିଭର ସୋରିଓସିସ୍ କେସ୍ରେ ବହୁତ ଲୋକ ମରୁଛନ୍ତି। ଖାଲି ଆଲକୋହଲିକ ଲିଭର ସୋରିଓସିସ୍ ନୁହଁ, ବହୁତ ନନ୍ ଆଲକୋହଲ ଲିଭର ସୋରିଓସିସ୍ ଅଛି ଯୋଉଥିରେ ଲୋକ ମରୁଛନ୍ତି। ଆମେ କିନ୍ତୁ ଭାବୁଛୁ ଲୋକ ମଦ ପିଇଲେ ଲିଭର ଖରାପ ହେଇକି ମରିଯାଉଛନ୍ତି, କିନ୍ତୁ ତା ଛଡା ବି ବହୁତ ଜିନିଷ ଅଛି ଯୋଉଟା କି ଆମେ ଜାଣିପାରୁନେ, ତା ଭିତରକୁ ଆମେ କେବେ ଯାଇନେ। କାହିଁକିନା ଆମର ଯୋଉ ଡାଏଟ୍, ଆମେ ଯୋଉ ଫାଷ୍ଟଫୁଡ ଜିନିଷ ଖାଉଛେ, ଆମର ଯୋଉ ଖାଇବାର ଶୈଳୀଟା ସେଇଟା ବି ବହୁତ ଖରାପ କରୁଛି ଲିଭରକୁ। ଆପଣ ଦେଖିବେ ଲିଭରରେ ଆପେ ଆପେ ଆମର ଯୋଉ ଡାଏଟ୍ ପାଇଁ ଇନଫ୍ଲାମେସନ ଆପେ ଆପେ ହେଇଯାଏ। ଆଉ ଥରେ ଯଦି ଲିଭର ଇନଫ୍ଲାମେସନ ହେଲା ମାନେ ସିଏ ତା ନିଜକୁ ବଞ୍ଚେଇବା ପାଇଁ ଯେତେବେଳେ ସିଏ ଚେଷ୍ଟା କରେ, ସିଏ ଲିଭର ନିଜେ କିଛି ଟିସ୍ୟୁ କ୍ରିଏଟ କରେ। ଯେତେବେଳେ ସେ ଟିସ୍ୟୁ କ୍ରିଏଟ କରେ, ଗୋଟେ ଖରାପ ଲିଭର କି ଗୋଟେ ଭଲ ଟିସ୍ୟୁ କ୍ରିଏଟ କରିପାରିବନି, ସିଏ କଣ କରେ, ସ୍କ୍ୟାର ଟିସ୍ୟୁ ଗୁଡାକ ସବୁ କ୍ରିଏଟ କରେ, ଯୋଉଟା କି ଫଳରେ ସେ ଲିଭର ଉପରେ ସେ ସ୍କ୍ୟାର ଟିସ୍ୟୁ ଗୁଡାକ ପୁରା ଗୋଟେ ଲେୟାର ଭଳିଆ ହେଇକି ରହିଯାଏ। ଆଉ ଯୋଉଟା ଆମର ଲିଭରର ଫାଇବ୍ରୋସିସ୍ ହେଇଯାଏ। ଆପଣ ସେଠି ଯେତେ ମେଡିସିନ ଯାହା ବି ଆପଣ ଯଦି ୟୁଜ୍ କରିବେ, ସିଏ ଆଉ ସେଠି କାମ କରିବା ବହୁତ କଷ୍ଟ ହେଇଯିବ। ଆଉ ଥରେ ଯଦି ଆପଣ ଲିଭର ସିରୋସିସ୍ ଷ୍ଟେଜକୁ ପଳେଇଲେ ତ ଆପଣଙ୍କର ବଞ୍ଚିବାଟା ବି ମୁସ୍କିଲ ହେଇଯିବ। ତା ଛଡା ବି ଆମର ଯଦି ଇନ୍ସୁଲିନଟା ରେଜିଷ୍ଟ କରିଗଲା ବଡିରେ, ସେଇଟା ବି ଗୋଟେ ଗୋଟେ ବେଳେ ବେଳେ ଆପଣଙ୍କର ଲିଭରକୁ ଡ୍ୟାମେଜ କରିଦିଏ। ମାନେ ଏମିତି ବହୁତ ଜିନିଷ ଅଛି ଯୋଉଟାକି ଆପଣଙ୍କ ଲିଭରକୁ ଡ୍ୟାମେଜ କରିବ। କିନ୍ତୁ ଆମେ କଣ ଅଲଗା ଜିନିଷରେ ପଇସା ଖର୍ଚ୍ଚ କରୁଛେ, ନିଜ ଦେହ ପାଇଁ ଖର୍ଚ୍ଚ କରିବାକୁ ହେଲେ ଆମେ 10 ଥର ଚିନ୍ତା କରୁଛେ। ଆପଣ କିଛି ନହେଲେ ବର୍ଷକୁ ଥରେ ଆପଣଙ୍କର ଲିଭରର ଟେଷ୍ଟ କରନ୍ତୁ। ଆଉ ଗୋଟେ ଜିନିଷ ବି, ଆପଣଙ୍କର କୋଲେଷ୍ଟ୍ରୋଲ ବି ଯଦି ସବୁବେଳେ ଅଧିକା ମେଣ୍ଟେନ ହେଇକି ରହିବ, ସେଇଟା ବି ଆପଣ ଲିଭରକୁ ଡ୍ୟାମେଜ କରିବ। ଏଇଟା ବି ବହୁତ ଲୋକ ଜାଣିନାହାନ୍ତି। ଶୁଣନ୍ତୁ, ଆମ କାମ ଆମେ କିଛିଟା ହିଣ୍ଟସ ଦେବା, କିନ୍ତୁ ତାକୁ ଫଲୋ କରିବା ଦାୟିତ୍ୱ ଆପଣଙ୍କର। ମୁଁ ସବୁବେଳେ ଭାବେ ଆପଣଙ୍କ ରୋଗର ଆପଣ ନିଜେ ହିଁ ଡାକ୍ତର। ଯେପର୍ଯ୍ୟନ୍ତ ଆପଣ ସେ ଜିନିଷଟାକୁ କଣ୍ଟ୍ରୋଲରେ ରଖିଥିବେ, ଆପଣ ସୁସ୍ଥ ହେଇକି ରହିବେ। ଯେତେବେଳେ ଆପଣଙ୍କର ସବୁ ଜିନିଷ କଣ୍ଟ୍ରୋଲ ବାହାରକୁ ପଳେଇବ, ଆପଣ ଅସୁସ୍ଥ ହେଇଯିବେ। ତ ନିଜକୁ ଯଦି ଆପଣ ଭଲ ରଖିବାକୁ ଚାହୁଁଛନ୍ତି, ଆପଣ କିଛିଟା ଟେଷ୍ଟ ଲିଭର ନହେଲେ ଲିକ୍ୱିଡ ପ୍ରୋଫାଇଲ ବର୍ଷକୁ ଥରେ କରନ୍ତୁ ଆଉ ସୁସ୍ଥ ରୁହନ୍ତୁ।